ମାଲକାନଗିରିର ବଣ୍ଡାଘାଟିରୁ ଜଣେ ଛାତ୍ର ବାଲେଶ୍ୱରର ବଡ଼କିଆ ଅଞ୍ଚଳରେ ରହି ଅକ୍ଳାନ୍ତ ପରିଶ୍ରମ ଫଳରେ ପାଇଛି ସଫଳତା। ଚଳିତ ନିଟ୍ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଏହାରି ଭିତରେ ସେ ମେଡ଼ିକାଲ ପାଠ ପଢ଼ିବାକୁ ମଧ୍ୟ ତାଙ୍କର ମନ ବଳାଇଛନ୍ତି ଏବଂ ଏହା ପଛରେ ସେ କେମିତି ମାଲକାନଗିରିରୁ ବାଲେଶ୍ୱର ପର୍ଯ୍ୟନ୍ତ ଆସିଲେ, ଏହା ପଛରେ କାହାର ଅବଦାନ ଥିଲା, ସେ ତମାମ ଦିଗ ଉପରେ ଆମେ ଆଲୋଚନା କରିବା। ଆମ ସହିତ ଅଛନ୍ତି ମଙ୍ଗଳା ମୁଦୁଲି। ମଙ୍ଗଳା, ଯେତେବେଳେ ମାଲକାନଗିରିରୁ ବାଲେଶ୍ୱର କେମିତି ଆସିଲ, କାହା ମାଧ୍ୟମରେ ଆସିଲ, ଆଉ ଏଠି କେତେ ପରିଶ୍ରମ କରିଛ? ମୁଁ ଯେତେବେଳେ ସାନ ବେଳରେ ଥିଲି ମୋ ଗାଁରେ ମାନେ ଅଙ୍ଗନବାଡ଼ିରେ ବି ଯାଏନି, ପ୍ରଥମରୁ ମୁଁ ସେ ସ୍କୁଲରେ ମାନେ ମୁଦୁଲିପଡ଼ା ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିଲି। ଆଉ ସେତେବେଳେ ପାସ୍ ଆଉଟ୍ ହେଲା ପରେ ମୁଁ ବଲଦିଆଗଡ଼ା ସ୍କୁଲରେ ମାନେ ସାଇନ୍ସ ନେବାକୁ ଚାହିଁଲି। ତାପରେ ସେଠି ମାନେ ପ୍ଲସ୍ ଟୁରେ ଉତ୍ତୀର୍ଣ୍ଣ ହେଇ ଯେତେବେଳେ ଯେତେବେଳେ ପରୀକ୍ଷା ମାନେ ରିଜଲ୍ଟ ହେଲା ପରେ ମୋର ଭଲ ମାନେ ମାର୍କ ମୋର 67% ଆସିଲା। ତ ମୁଁ ଭାବୁଥିଲି ଆଗରେ ମୁଁ ମାନେ ମୋ ସାନ ବେଳରେ ମୋ ଡକ୍ଟର ହେବାର ଅଛି, ମାନେ ସାନ ବେଳରେ। କାରଣ ଗାଁରେ ଅନେକ ମାନେ ଲୋକମାନେ ମାନେ ସେଠାର କୌଣସି ରୋଗ କିମ୍ବା କୌଣସି ମାନେ ଗଛ ପଡ଼ିଗଲେ ବି ସେ ମେଡ଼ିକାଲ ଉପରେ ଯାଇପାରୁନାହାନ୍ତି, କାରଣ ମେଡ଼ିକାଲ ହିଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ନାହିଁ, ମାନେ ଏଜୁକେସନ୍ ସିଷ୍ଟମ୍ ନାହିଁ ସେଠି। ମାନେ ଗୋଟେ ମାନେ 5-6 କିଲୋମିଟରରୁ ପ୍ରାୟ ଗୋଟେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିଲା। ସେଟା ମାନେ ଯିବାକୁ ହେଲେ ତ ଲୋକଙ୍କୁ ବୋହି ନେବାକୁ ପଡ଼ୁଥିଲା କଟରରେ। ଆଉ ଯଦି ମାନେ କ'ଣ ରୋଗ ପୋକ ହେଲେ ଯଦି ଯାଇ ନ ପାରୁଥିଲେ ତ ବହୁତ ଲୋକ ଗୁଣିଆମାନଙ୍କୁ ଅଧିକ ଡିପେଣ୍ଡ କରୁଥିଲେ। ଆଉ ସେଇଥିରେ ମୁଁ ଇନ୍ସପାଇରେସନ୍ ପାଇଥିଲି। ତ ସେତେବେଳେ ମୁଁ ପାସ୍ ଆଉଟ୍ ହେଲା ପରେ ଯେତେବେଳେ ମୁଁ ସାନ ମୋବାଇଲଟି ଯେତେବେଳେ ଆମର ଗୋଟେ ମାନେ ଆମେ ଖେଳାଖେଳି କରୁଥିଲେ ଗ୍ରୁପ୍ ବୋଲି ମାନେ ଏମିତି ଗୋଟେ କ୍ଲବ୍ ଗ୍ରୁପ୍ ବୋଲି ଗୋଟେ ସାନ ମୋବାଇଲଟି ମିଳିଥିଲା। ସେଠାରୁ ମୁଁ ତ ଲୁଚି ଲୁଚି ପାହାଡ଼ରେ ମାନେ ପଢ଼ିବାକୁ ଯାଉଥିଲି, କାରଣ ମୋର କିଛି ଆଗକୁ କରିବାର ଅଛି। ଏଇ ମାନେ ଅଞ୍ଚଳକୁ ମୁଁ କିଛି କରିବି, ଏହା ମୁଁ ଭାବିକି ମୁଁ ସାନ ବେଳରେ ସେ ମୋବାଇଲ ଧରିକିରି ମୁଁ ଲୁଚି ଲୁଚି ବ୍ୟାଗ୍ଟେ ଧରି ପାହାଡ଼ରେ ମାନେ ଟାୱାର ଫାୱାର ନଥିଲା, ତେଣୁକରି ମୁଁ ସେ ପାହାଡ଼ ଉପରେ ଯାଇକି ପାଠ ପଢ଼ୁଥିଲି। ମୋର ସର୍ବପ୍ରଥମେ ଏଠି ଲକ୍ଷ୍ମୀବଂଶରେ ପହଞ୍ଚିବାର ମୁଖ୍ୟ ମାନେ ସହାୟତାର ମୂଳ କାରଣ ହେଉଛି ଉତ୍କଳ କେଶରୀ ଦାସଙ୍କୁ ସାର୍ଙ୍କର। ମୁଁ ସେଇଥିପାଇଁ ମୁଁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି ଏବଂ ଇରୋଡ଼ କ୍ଲାସେସ୍ ଏବଂ ଏଠାରେ ମୋତେ ସହଯୋଗ କରୁଥିବା ସାର୍ଙ୍କର ବଡ଼ ଭଉଣୀ ଯିଏକି ସିନ୍ଧୁମତୀ ଦାସ, ଅନେକ ସେ ଖାଇବା ପିଇବା ସବୁ ବ୍ୟବସ୍ଥା ମାନେ ବୁଝୁଥିଲେ, ରୋଷେଇ କରିଦେଉଥିଲେ। ଯେହେତୁ ମାନେ 10 କିଲୋମିଟର ପ୍ରାୟ ସାଇକେଲରେ ଚଢ଼ିବାକୁ ଯିବାକୁ ପଡ଼ୁଥିଲା, ସେ 2ଟା କ୍ଲାସ୍ରେ ସେ ବହୁତ ରୋଷେଇ କରିଦେଉଥିଲେ। ଆଉ ସନ୍ଧ୍ୟାବେଳେ ମୋତେ ଖାଇବାକୁ ଦେଉଥିଲେ, ମାନେ ନେଇଯିବା ପାଇଁ ରୋଷେଇ କରିଦେଉଥିଲେ। ଗୋଟେ କଥା ହେଉଛି, ସେ ଯେଉଁ ଉତ୍କଳ କେଶରୀ ଦାସ ଆପଣଙ୍କୁ ଆଣିଲେ, ଆପଣଙ୍କ ସହିତ କେମିତି ଯୋଗାଯୋଗ ହେଲା ଆଉ ଏଠି କେମିତି ଆପଣଙ୍କୁ ଆଣିକି ପୁଣି ଏଷ୍ଟାବ୍ଲିଶ୍ କରେଇଲେ, କ'ଣ ତାର ଥିଲା କାହାଣୀ? ଯେତେବେଳେ ସାର୍ ସେଠି ହାଇସ୍କୁଲ ଟିଚର ଆସିଲେ, ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀ ଥିଲି, ସେଇ ସମୟରେ ସେ ସାର୍ଙ୍କ ସହିତ ମାନେ ଚିହ୍ନା ହେଇଥିଲା। କାରଣ ସେ ସ୍କୁଲ ଟିଚର ଥିଲେ, ମୋର ମାନେ ପଢ଼ିବାର ଶୈଳୀ କିମ୍ବା କ'ଣ କେମିତି ପଢ଼ନ୍ତି ସେ ସବୁ ସାର୍ ଜାଣିଥିଲେ। ତେଣୁକରି ସେତେବେଳେ ମୁଁ ସେଠି ମାନେ 2021 ମସିହାରେ ମାନେ ଦଶମରେ ମୋର କମ୍ପ୍ଲିଟ୍ ହେଲା। ତାପରେ କମ୍ପ୍ଲିଟ୍ ହେଲା ପରେ ଯେତେବେଳେ ମୁଁ ମାନେ ବଲଦିଆଗଡ଼ା ହାଇସ୍କୁଲ ମାନେ ପ୍ଲସ୍ ଟୁଟା କମ୍ପ୍ଲିଟ୍ ହେଲା ପରେ ସାର୍ ପଚାରୁଥିଲେ ରିଜଲ୍ଟ ବିଷୟରେ କେମିତି କ'ଣ ମାନେ ପଚାରିବୁ, ମୋତେ କହିବୁ, ଜଣାଇବୁ, ତାପରେ କ'ଣ ହେବାର ଅଛି ଏସବୁ ମୋତେ ପଚାରୁଥିଲେ। ମଝିରେ ମଝିରେ କଲ୍ କରୁଥିଲୁ, ଆମେ କଣ୍ଟାକ୍ଟରେ ଥିଲୁ। ଆଉ ତାପରେ ଯେତେବେଳେ ମୋର ରେଜଲ୍ଟ ଆସିଲା ମୁଁ କ'ଣ କରିବୁ, ମୁଁ ମେଡ଼ିକାଲ ଲାଇନ୍ରେ ଯିବି, କିନ୍ତୁ ମୁଁ ମେଡ଼ିକାଲ ଲାଇନ୍ ଯିବି, କିନ୍ତୁ ମୁଁ ଭାବୁଥିଲି କି ସେ ଏକ୍ଜାମଟା ହେବ ବୋଲିକିରି, ମାନେ କାରଣ ସେ ବଡ଼ ଏକ୍ଜାମ ନିଟ୍ ଏକ୍ଜାମ ଏମିତି ଦେଇକି ମାନେ ମେଡ଼ିକାଲ ଭର୍ତ୍ତି ହେବାକୁ ପଡ଼େ, କିନ୍ତୁ ମୁଁ ଏଠୁ ଟୋଟାଲ୍ ଜାଣିନଥିଲି। ତ ସାର୍ କହିଲେ କି ମାନେ ଏଇ ମେଡ଼ିକାଲ ମାନେ ପଢ଼ିବାକୁ ହେଲେ ବହୁତ ବଡ଼ ଗୋଟେ ଏକ୍ଜାମ ହୁଏ, ଅଲ୍ ଇଣ୍ଡିଆର ମାନେ ଷ୍ଟୁଡେଣ୍ଟ ଏଟା ପାର୍ଟିସିପେଟ୍ କରନ୍ତି। ତାପରେ ଏଠି ଆଣିକିରି ମୋତେ ଇରୋଡ଼ କ୍ଲାସ୍ରେ ସେ ଜଏନ୍ କଲେ। ଆମର ବର୍ଷ ସାର୍ ସବୁ ଖାଇବା ପିଇବା ସବୁ ମାନେ ବ୍ୟବସ୍ଥା ବହିପତ୍ର ସବୁ ଯୋଗାଯୋଗ କରିଦେଲେ। ସବୁ ମାନେ କୋଚିଂ ସହିତ ମାନେ ସବୁ ମାନେ ବୁଝାବୁଝି କରି ସେ ନିଜର ପଇସାରେ ନିଜର ଖାଇବା ପିଇବା ସବୁ ବ୍ୟବସ୍ଥା କଲେ। ତ ସାର୍ ମାନେ ଇରୋଡ଼ କ୍ଲାସେସ୍ରେ ସାର୍ ମାନେ କହୁଥିଲେ, ଆଜି ମୋତେ କହୁଥିଲେ କି ପଇସା ଫେରାଇ ଦେଇଛୁ, ଫ୍ରିରେ ପଢ଼ାଇଲେ ବୋଲି କହିଦେଇଛି। ସେଥିପାଇଁ ମୁଁ ସମସ୍ତ ସାର୍ମାନଙ୍କୁ ବହୁତ ଧନ୍ୟବାଦ, ଇରୋଡ଼ କ୍ଲାସେସ୍ ଅଫିସର ଟୁଲୁ ସାର୍ଙ୍କୁ ବହୁତ ଧନ୍ୟବାଦ ଜଣାଉଛି। କ'ଣ ଲକ୍ଷ୍ୟ ଅଛି ଆଗକୁ, କେଉଁ କଲେଜରେ ଆଡ଼ମିସନ୍ ହେବାର ଲକ୍ଷ୍ୟ ଅଛି, କ'ଣ ନିଜ ଅଞ୍ଚଳ ପାଇଁ କ'ଣ ବିକାଶ କରିବାର ଲକ୍ଷ୍ୟ ଅଛି, କ'ଣ ଅଛି ନିଜର ଲକ୍ଷ୍ୟ? ମୁଁ ପ୍ରଥମେ ମାନେ SCB ମେଡ଼ିକାଲ କଲେଜ ମାନେ ବହୁତ ବଡ଼ ମେଡ଼ିକାଲ, ମୁଁ ସେ ଜଏନ୍ କରିଥିଲି, ପ୍ରଥମେ ଦେଇଥିଲି। କିନ୍ତୁ ସେକେଣ୍ଡରେ ମୋର MKGରେ ବ୍ରହ୍ମପୁରରେ ମାନେ ପଢ଼ିଛି। ତ ବହୁତ ଖୁସି ଅଛି, ଚାହୁଁଛି କି ମାନେ ଯେକୌଣସି ମାନେ ରହିଲେ ଯେଉଁ କଲେଜରେ ରହିଲେ ମୋ ନିଜର ହାର୍ଡ଼ ୱାର୍କିଂ ସହିତ ଡେଡ଼ିକେସନ୍ ସହିତ ପଢ଼ିବି ଆଉ ଲୋକମାନଙ୍କୁ ସେବା କରିବାକୁ ଚାହୁଁଛି।
ନିଜ ଅଞ୍ଚଳ ପାଇଁ କ'ଣ ଲକ୍ଷ୍ୟ ରଖିଛନ୍ତି ବିକାଶ କେମିତି କରିବେ ନିଜ ଅଞ୍ଚଳ ଯେଉଁ କହିଲେ ଯେ ଖଟିଆରେ ବୁହା ହେଉଛନ୍ତି ଲୋକ ସ୍ୱାସ୍ଥ୍ୟ ସେବା ଠିକ୍ ପାଉନାହାନ୍ତି ତ ଯଦି ଆପଣ ଯେତେବେଳେ ଡାକ୍ତର ହେଇଯିବେ ତ ଗୋଟେ କେଉଁ ବିଭାଗକୁ ଯିବେ କେଉଁ ବିଭାଗରେ ଡାକ୍ତର ହେବାକୁ ଚାହୁଁଛନ୍ତି ଆଉ ଆପଣଙ୍କ ଅଞ୍ଚଳର ସାଧାରଣ ଲୋକଙ୍କ ପାଇଁ କ'ଣ ସେବା ଯୋଗାଇବେ? ମୁଁ ପ୍ରଥମେ କହିବି କି ଗାଁ ପାଖରେ ଗୋଟେ ମେଡିକାଲ ହେଲେ ଭଲ ହେଇଥାନ୍ତା, କାରଣ ସେଟାରେ ମାନେ କୌଣସି ମାନେ ସ୍ୱାସ୍ଥ୍ୟ ବିଭାଗ ମାନେ ନାହିଁ। ତେଣୁକରି ମୁଁ ଚାହୁଁଛି କି ମାନେ ସେ ସରକାର ଯଦି ଧ୍ୟାନ ଦେଇଥାନ୍ତା ସେଠିକି ଗୋଟେ ମାନେ ବଡ଼ ମେଡିକାଲ ହେଲେ ମାନେ ଲୋକମାନଙ୍କର ମାନେ ସେଠି ମୁଁ ଏଇ ଯେଉଁ ଭର୍ତ୍ତି ହେଇ ଲୋକମାନଙ୍କର ସେବା କରନ୍ତି। କାରଣ ଆମ ଗାଁରେ ମାନେ ସେଇ ଅଞ୍ଚଳର ଯେଉଁ ବଣ୍ଡାଘାଟରେ ପିଲାମାନେ ଏଜୁକେସନ ସିଷ୍ଟମ ହିଁ ଜାଣିନାହାନ୍ତି, ଆଉ ସେମାନେ ଓଡ଼ିଆ ବୁଝି ପାରୁନାହାନ୍ତି, ନିଜ ଭଣ୍ଡା ଭାଷାରେ କଥାବାର୍ତ୍ତା ବ୍ୟବହାର କରନ୍ତି। ତା ସହିତ ମାନେ ମେଡିକାଲରେ ଯେତେବେଳେ ଯାଉଛନ୍ତି ମାନେ ଡରୁଛନ୍ତି ମାନେ କେତେବେଳେ କ'ଣ ଖାଇବେ, ତ ମେଡିସିନ ଦେଉଛନ୍ତି ମାନେ ସେମାନେ କେତେବେଳେ ସମୟ ମାନେ ଖାଇବାର ଅଛି କେତେବେଳେ ନ ଖାଇବାର ଅଛି ସେମାନେ ସେ ଟୋଟାଲ ଜାଣିନାହାନ୍ତି। ତେଣୁକରି ମୁଁ ଚାହୁଁଛି କି ସେଇ ଅଞ୍ଚଳରେ ମୁଁ ରହିକରି ସେ ମୋ ନିଜ ଭାଷାରେ ବୁଝେଇକି ସେମାନଙ୍କୁ ଆକର୍ଷଣ କରି ସେ ଯେଉଁ ଗୁନିଆ ପ୍ରତି ମାନେ ସେମାନେ ଆଟାଚ ହେଇଛନ୍ତି ସେ ପ୍ରତି ମୁଁ କମ୍ କରିବାକୁ ଚାହିଁକି ମେଡିକାଲ ପ୍ରତି ଅଧିକ ମାନେ ସେଟାରେ ଯିବା ପାଇଁ ମୁଁ ପରାମର୍ଶ ଦେବାକୁ ସେଠାରେ ମୁଁ ଲୋକମାନଙ୍କୁ ସେବା କରିବାକୁ ଚାହୁଁଛି। ତେବେ ନିଶ୍ଚିତ ଭାବେ ଯେଉଁ କଥା କହୁଥିଲେ ଯେ ତାଙ୍କ ଅଞ୍ଚଳର ବିକାଶ ଏବଂ ସବୁଠୁ ବଡ଼ କଥା ହେଲା ବଣ୍ଡାଘାଟିରୁ ବାଲେଶ୍ୱର ଯେଉଁ ଉତ୍କଳ କେଶରୀ ଦାସ ଆଣି ତାଙ୍କୁ ଏଠି ଥଇଥାନ କରିଛନ୍ତି ଏବଂ ତାଙ୍କର ସବୁକିଛି ପଢ଼ା ଖର୍ଚ୍ଚ ଏବଂ ତାଙ୍କ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ଦାୟିତ୍ୱ ଏଠି ଲୋକାଲ ଗାର୍ଡ଼ିଆନ ହିସାବରେ ଉତ୍କଳ କେଶରୀ ଦାସଙ୍କର ଯିଏ ଭଉଣୀ ଅଛନ୍ତି ସିନ୍ଧୁମତୀ ଦାସ ସେ ସବୁ କଥା ବୁଝୁଥିଲେ ଏବଂ ତାଙ୍କର ଭଲ ମନ୍ଦ ମଧ୍ୟ ବୁଝୁଥିଲେ। ସିନ୍ଧୁମତୀ ଦାସ ମଧ୍ୟ ଆମ ସହିତ ଅଛନ୍ତି, କଥା ହେବା। ଆଜ୍ଞା, ଇଏ ଯେତେବେଳେ ଆସିଲେ ଆପଣ ଭାବିଥିଲେ ଯେ ଇଏ ନିଟ୍ କ୍ଲିୟର କରିବେ ବା ଡାକ୍ତରୀ ପଢ଼ିବେ, ୟାଙ୍କ ପଛରେ କେତେ ଯାଇଛି ଆପଣଙ୍କର ଯେଉଁ କୁହନ୍ତି ତ୍ୟାଗ ବା ପରିଶ୍ରମ କେତେ ରହିଛି? ବହୁତ ପରିଶ୍ରମ ଅଛି। ବାଲେଶ୍ୱର ସେ ପିଲା ଯାଇକି ସେ ଖାଇବା ପିଇବା ଦିପହରେ ମୋ କତର ଖାଇବା ପିଇବା କରେ, ସନ୍ଧ୍ୟାବେଳେ ସେ ଖାଇବା ପାଇଁ ମୁଁ ତାକୁ ଖାଇବାଟା ପଠେଇ ପୁଠା ଦିଏ। ଆଉ ମୁଁ ତାକୁ କୁହେ ପାଠ ପଢ଼ିକି ତୁ ଆସୁଛୁ ଯେ ଲକ୍ଷ୍ୟର ଇଏ କର, ଲକ୍ଷ୍ୟ କରିକି ତୋର ଭବିଷ୍ୟତ ପାଇଁ ଇଏ କର। ଆଜି ଯଦି ସେ ଭାଇ ନଥାନ୍ତା ୟାର ଲକ୍ଷ୍ୟ କୌଣସି ପୂରଣ ହିଁ ନଥାନ୍ତା। କି ଭାଇ ପାଇଁ ଆଜି ସେ ଭାଇଙ୍କର ବହୁତ ଅବଦାନ। ମଙ୍ଗଳ ପାଇଁ ଲୋକାଲ ଗାର୍ଡ଼ିଆନ ହିସାବରେ ଆପଣଙ୍କର କ'ଣ ଅବଦାନ ଥିଲା? ମୋ ଲୋକାଲ ଗାର୍ଡ଼ିଆନ ହିସାବରେ ମୁଁ ତାର ପଢ଼ା, କେଉଁଠି ଯିବ, କ'ଣ କରିବ, କ'ଣ ଖାଇବ, କ'ଣ ସେ ନବ, କେଉଁଠି ଯାଇକି ପହଞ୍ଚିବ, ଏଗୁଡ଼ାକ ମୁଁ ତାକୁ ବୁଝାବୁଝି କରେ। ଆଉ ବାକି ଲୋକାଲ ହିସାବରେ ଭଲ ଯେହେତୁ ଗୋଟେ ପିଲା ଭଲ ପଢ଼ୁଛି ତା ସହିତ ମୁଁ ଟିକେ ଭେରି ନା ଟାଇମ୍ ଦିଏ ସବୁବେଳେ, ତା ସହିତ ଟାଇମ୍ ଦେଇକି ପାର୍ଟିସିପେଟ୍ କରେ। କେମିତି ଖାଇବୁ କ'ଣ ନାହିଁ ତ ଆସେ ଏଠି ଏମିତି କର ସେମିତି କର, ଯା କ୍ଲାସ୍ ଯା ଇଏ ଯା, ମୁଁ ଟିକେ ତା ଗାର୍ଡ଼ିଆନ ହିସାବରେ ତାକୁ ଗାଇଡ଼ କରେ। ଆଉ ନିଶ୍ଚିତ ଭାବେ ଶୁଣୁଥିଲେ, ଗୋଟେ କଥାରେ ଅଛି ଗୁରୁ ହିଁ ଅନ୍ଧାରରୁ ଆଲୋକକୁ ହାତ ଧରି ଟାଣି ଆଣନ୍ତି। ଠିକ୍ ସେମିତି ଉତ୍କଳ କେଶରୀ ଦାସ ମଧ୍ୟ ବଣ୍ଡାଘାଟିରୁ ବାଲେଶ୍ୱର ଏବଂ ବାଲେଶ୍ୱରରୁ ପୁଣି ଯେଉଁ ନିଟ୍ କ୍ଲିୟର କରିଛି ମଙ୍ଗଳା ମୁଦୁଲି, ତାର ଭବିଷ୍ୟତ ସୁଧାରିବା ପାଇଁ ଉତ୍କଳ କେଶରୀ ଦାସଙ୍କର ଅବଦାନ ନିଶ୍ଚିତ ଭାବେ ଅତୁଳନୀୟ। ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି।